ନମସ୍କାର। ଶୁଭ ସକାଳ ପିଲାମାନେ। କେମିତି ଅଛ? ଭଲ ଅଛ? ହଁ, ମୁଁ ବି ବହୁତ ଭଲ ଅଛି। ତୁମମାନଙ୍କୁ ମୁଁ ଆଜି ଏଇ ପାଠକୁ ସ୍ୱାଗତ କରୁଛି। ଆଜି ଆମେ ତୁମ ବିଜ୍ଞାନ ବହିର ଦ୍ୱିତୀୟ ଅଧ୍ୟାୟ ପ୍ରସଙ୍ଗର ନାଁ ହେଉଛି ଜୀବଜଗତର ବିବିଧତା। ତା ବିଷୟରେ ଆମେ ଆଲୋଚନା କରିବା। ଏଇ ଅଧ୍ୟାୟଟିର ଶେଷରେ ତୁମେମାନେ ଉଷ୍ମ ମରୁଭୂମି ଓ ଶୀତଳ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଉଦ୍ଭିଦ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବ। ଉଷ୍ମ ମରୁଭୂମି ଓ ଶୀତଳ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ପ୍ରାଣୀ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇବ। ପରିସ୍ଥାନର ସଂଜ୍ଞା କହିପାରିବ ଓ ଭିନ୍ନ ଭିନ୍ନ ପରିସ୍ଥାନରେ ବାସ କରୁଥିବା ଉଦ୍ଭିଦ ଓ ପ୍ରାଣୀମାନଙ୍କୁ ଚିହ୍ନଟ କରିବ। କାହାର ଚିତ୍ର ଦେଖୁଛ ପିଲାମାନେ? ହଁ, ଏଇଟା ହଉଛି ଗୋଟେ କ୍ୟାକ୍ଟସ୍। ଏଇ ଚିତ୍ରଟି କାହାର? ଏଇଟା ଗୋଟେ ଓଟର। ଏମିତିଆ ଓଟ ତୁମେମାନେ ଦେଖିଛ? ଦେଖିନ? ଆଚ୍ଛା, ଏଇଟା ଦେଖିଲ? ଏଇଟା କଣ? ଏଇଟା ହଉଛି ଆଲୋଭେରା ଗଛ। ଭେରି ଗୁଡ୍। ଏଇ ଗଛଟିର ନାଁ କହିପାରିବ? ହଁ, ପାଇନ ଗଛ। ଆଚ୍ଛା, ଏଇଟା କାହାର ଚିତ୍ର? ଏଟା ବି ଓଟର ଚିତ୍ର। ଏଇ ଓଟକୁ ତୁମେ ଦେଖିଛ? କୋଉଠି ଦେଖିଛ? ଆଚ୍ଛା, ପୁରୀ। ଯେତେବେଳେ ସମୁଦ୍ର କୂଳ ବୁଲି ଯାଇଛ ସେଠାରେ ଦେଖିଛ, ନାଇଁ କି? ଆଚ୍ଛା, ବହୁତ ବଢିଆ। ଏଇଟା କି ଗଛ ପିଲାମାନେ? ଓହୋ, ଖଜୁରୀ ଗଛ। ଖାଇଛ ଖଜୁରୀ କୋଳି? କେମିତି ଲାଗେ? ବହୁତ ବଢିଆ ଲାଗେ ନା? ଆଚ୍ଛା, ଏଇ ଜୀବଟିର ନାଁ କହିପାରିବ? ହଁ, ଏଇଟା ହଉଛି ସାର୍କ ମାଛ। ଏଇଟା ବାଘ। ଦେଖିଛ ତୁମେ ବାଘ? କୋଉଠି ଦେଖିଛ? ନନ୍ଦନକାନନରେ। ଆଚ୍ଛା, ଏଇଟା ଏଇ ଗଛଟିର ନାଁ କଣ? ଏଇଟା ହଉଛି ନାଗଫେଣି ଗଛ। ଆରେ ବାଃ। ଆଚ୍ଛା, ଏଇ ଜୀବଟିର ନାଁ କହିଲ ପିଲାମାନେ? ଡଲଫିନ୍। ତମେମାନେ ଦେଖିଛ ଡଲଫିନ୍? ହଁ, ବହୁତ ବଢିଆ। ଆଚ୍ଛା, ଏଇ ଜୀବଟିର ନାଁ କଣ? ମିର୍କାଟ। ଆଚ୍ଛା, ଏଇ ଚିତ୍ରରେ କାହାକୁ ଦେଖୁଛ? ଡର ଲାଗୁଛି ଦେଖିକି? କାହାର ଚିତ୍ର ଇଏ? ସାପର ଚିତ୍ର ନା? ବହୁତ ବଢିଆ, ତମେମାନେ ତ ସବୁ କହିପାରିଲ ଉତ୍ତର ଆଉ। ସୁନା ପିଲା ସବୁ। ଆଚ୍ଛା, ତୁମମାନେ ଯେଉଁ ସବୁ ପ୍ରାଣୀ ମାନଙ୍କର ଚିତ୍ର ଦେଖିଲ, ସେମାନେ କେଉଁଠାରେ ବାସ କରନ୍ତି କହିଲ? କହିପାରିବ କି? ହଁ, କୁହ କୁହ। ଆଚ୍ଛା, ଜଙ୍ଗଲରେ, ମରୁଭୂମିରେ ଓ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ବାସ କରନ୍ତି। ହଁ, ବିଭିନ୍ନ ପ୍ରକାର ଜୀବଜନ୍ତୁ ଭିନ୍ନ ଭିନ୍ନ ଅଞ୍ଚଳରେ ବାସ କରନ୍ତି, ନାଇଁ କି? ଏବେ ଆମେ ମରୁଭୂମିରେ ଦେଖାଯାଉଥିବା ଉଦ୍ଭିଦ ଓ ପ୍ରାଣୀଙ୍କ ବିଷୟରେ ଆଲୋଚନା କରିବା। ଆଚ୍ଛା, ତୁମେମାନେ କହିଲ ମରୁଭୂମି କେତେ ପ୍ରକାର? ଜାଣିଛ? ଜଳବାୟୁ ଓ ତାପମାତ୍ରା ଅନୁଯାୟୀ ମରୁଭୂମି ମୁଖ୍ୟତଃ ଦୁଇ ପ୍ରକାର। ଉଷ୍ମ ମରୁଭୂମି ଯଥା ଥର୍, ଯୋଉଟା କି ଭାରତରେ ଦେଖାଯାଏ। ସାହାରା ମରୁଭୂମି, ଯୋଉଟା ଆଫ୍ରିକା ମହାଦେଶରେ ଦେଖାଯାଏ। ଦେଖ, ଏଇଟା ହଉଛି ଏକ ଉଷ୍ମ ମରୁଭୂମିର ଚିତ୍ର। ସେମିତି ଶୀତଳ ମରୁଭୂମି କୋଉ ଜାଗାରେ ଦେଖାଯାଏ? ଭାରତର ଲଦାଖ ଅଞ୍ଚଳରେ। ଏସିଆର ଗୋବି ମରୁଭୂମି ହଉଛି ଶୀତଳ ମରୁଭୂମି। ଇଏ ହଉଛି ଗୋଟେ ଶୀତଳ ମରୁଭୂମିର ଚିତ୍ର। ଏବେ ଆମେ ଉଷ୍ମ ମରୁଭୂମି ଓ ଶୀତଳ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଉଦ୍ଭିଦ ଓ ପ୍ରାଣୀ ବିଷୟରେ ଆଲୋଚନା କରିବା। ଉଷ୍ମ ମରୁଭୂମିର ଉଦ୍ଭିଦ। ଏଇ ଉଷ୍ମ ମରୁଭୂମିର ଉଦ୍ଭିଦମାନେ ପରିବେଶ ସହ କିପରି ସମନ୍ୱୟ କରିଥାନ୍ତି ଆମେ ଜାଣିବା। ଉଷ୍ମ ମରୁଭୂମିରେ, ଯେମିତି ରାଜସ୍ଥାନର ଥର୍ ମରୁଭୂମି, ସେଠାରେ ପ୍ରବଳ ଗରମ ହୁଏ ଏବଂ ବର୍ଷା ବହୁତ କମ ହୁଏ। ତେଣୁ ଏଠାରେ ବଞ୍ଚିବା ପାଇଁ ଗଛ ଗୁଡିକର କିଛି ସ୍ୱତନ୍ତ୍ର ଗଠନ ଥାଏ।
ହ୍ୟାଲୋ। ହଁ କୁହ। ନା ବାଡ଼ ନା, ମୁଁ ବା ସେ ଛୁଆକୁ କହିନି, ମୁଁ ନହେଲେ ଯିବି ଖାଇବାକୁ ଆଉ। ହଉ କରିଦିଅ ହେଲା। ହଁ ହଉ। ଉଷ୍ମ ମରୁଭୂମିର ଉଦ୍ଭିଦ। ଉଷ୍ମ ମରୁଭୂମିର ଉଦ୍ଭିଦ କିପରି ପରିବେଶ ସହ ସମନ୍ୱୟ କରିଥାନ୍ତି କହିଲ? ଏମାନେ ଉଷ୍ମ ମରୁଭୂମିର ଉଦ୍ଭିଦ। ଉଷ୍ମ ମରୁଭୂମିରେ, ଯଥା ରାଜସ୍ଥାନ ଥର୍ ମରୁଭୂମି, ସେଠାରେ ପ୍ରବଳ ଗରମ ହୁଏ ଏବଂ ବର୍ଷା ବହୁତ କମ୍ ହୁଏ। ତେଣୁ ଏଠାରେ ବଞ୍ଚିବା ପାଇଁ ଗଛଗୁଡ଼ିକର କିଛି ସ୍ୱତନ୍ତ୍ର ଗଠନ ଥାଏ। କହିପାରିବ କିପରି ଗଠନ ହୋଇଥାଏ? ହଁ, ଦେଖ, ଏଇ ଚିତ୍ରରେ ଦେଖୁଛ ନା ତମେ, ଗଛଗୁଡ଼ିକ କିପରି ହୋଇଛି? କଣ୍ଟାଯୁକ୍ତ ହୋଇଛି। ଏହି ଗଛଗୁଡ଼ିକର କଣ୍ଟା ଜାତୀୟ ପତ୍ର ଥାଏ। ଏହି ଗଛଗୁଡ଼ିକର ପତ୍ର ବହୁତ ଛୋଟ କିମ୍ବା କଣ୍ଟାରେ ରୂପାନ୍ତରିତ ହୋଇଥାଏ। ଏହାଦ୍ୱାରା ଗଛ ଶରୀରରୁ ବାଷ୍ପୀଭବନ ପ୍ରକ୍ରିୟାରେ ଜଳ କମ୍ ନଷ୍ଟ ହୁଏ। ଦେଖ, ଏଇଟା ହଉଛି ନାଗଫେଣି ଗଛ। ଏହାର କଣ ସ୍ୱତନ୍ତ୍ରତା ଅଛି? ଏହାର ହଉଛି ରସାଳ କାଣ୍ଡ। ନାଗଫେଣି ପରି ଗଛର କାଣ୍ଡ ମୋଟା ଓ ରସାଳ ହୋଇଥାଏ। ଏହା ଭିତରେ ଗଛ ଅଧିକ ଦିନ ପାଇଁ ଜଳ ସଞ୍ଚୟ କରି ରଖିଥାଏ। ଆଉ କଣ? ଏଠାରେ ଥିବା ଗଛଗୁଡ଼ିକର ଗଭୀର ଚେର ଥାଏ। ଜଳ ଅନ୍ୱେଷଣରେ ଏହି ଗଛଗୁଡ଼ିକର ଚେର ମାଟିର ବହୁତ ଗଭୀରକୁ ଯାଇଥାଏ। ଯେମିତି ଏଇ ଗଛଟି ଦେଖ, ଏହାର ଚେର ବହୁତ ତଳକୁ ଯାଇଥାଏ। ଏଇ ଗଛଗୁଡ଼ିକ ଦେଖୁଛ? ଦେଖ, ଉଷ୍ମ ମରୁଭୂମିର ଉଦ୍ଭିଦ ଯେମିତିକି ନାଗଫେଣି, ଖଜୁରୀ, ବାବୁଲ। ନାଗଫେଣି ଗଛର କୌଣସି ପତ୍ର ନଥାଏ, କାଣ୍ଡ ହିଁ ଖାଦ୍ୟ ପ୍ରସ୍ତୁତ କରେ। ଖଜୁରୀ ଗଛ, ମରୁଭୂମିର ମରୁଦ୍ୟାନ ପାଖରେ ଏହା ପ୍ରଚୁର ଦେଖାଯାଏ। ବାବୁଲ ବା ଆକାଶିଆ, ଏହି ଗଛର କଣ୍ଟାଗୁଡ଼ିକ ଗୃହପାଳିତ ପଶୁଙ୍କ ଠାରୁ ଗଛକୁ ରକ୍ଷା କରେ। ଏବେ ଆମେ ଦେଖିବା ଶୀତଳ ମରୁଭୂମି, ଯଥା ଭାରତର ଲଦାଖ ଅଞ୍ଚଳରେ ପ୍ରବଳ ଶୀତ ହୁଏ ଏବଂ ବର୍ଷାର ପରିମାଣ ବହୁତ କମ୍ ଥାଏ। ଏଠାରେ ବାୟୁ ଶୁଷ୍କ ଥାଏ ଏବଂ ବର୍ଷର ଅଧିକାଂଶ ସମୟ ବରଫ ଜମି ରହିଥାଏ। ତେଣୁ ଏଠାରେ ସାଧାରଣ ବଡ଼ ଗଛ ଦେଖାଯାଏ ନାହିଁ। ଦେଖ, ଚିତ୍ରରେ ତୁମେ ମାନେ ଦେଖିପାରୁଥିବ, ଏଇ ଚିତ୍ରରେ ବରଫ ଜମି ରହିଛି, ଗଛ ଗୁଡିକ ଖୁବ ଛୋଟ ଛୋଟ ଅଛି, ନାଇଁ କି? କମ୍ ଉଚ୍ଚତା ହେବାର କାରଣ, ପ୍ରବଳ ପବନ ଏବଂ ଶୀତରୁ ରକ୍ଷା ପାଇବା ପାଇଁ ଏଠାରେ ଉଦ୍ଭିଦ ଗୁଡିକର ଉଚ୍ଚତା ବହୁତ କମ୍ ହୋଇଥାଏ। ଅନେକ ସମୟରେ ଏଗୁଡିକ ମାଟିକୁ ଲାଗି ରହିଥାନ୍ତି। ଆଉ କଣ? ଛୁଞ୍ଚି ପରି ପତ୍ର। ଏଠାରେ ଦେଖାଯାଉଥିବା ପାଇନ କିମ୍ବା ଦେବଦାରୁ ଗଛର ପତ୍ର ଗୁଡିକ ଛୁଞ୍ଚି ପରି ମୁନିଆ ହୋଇଥାଏ, ଯାହା ଫଳରେ ବରଫ ପଡ଼ିଲେ ତାହା ପତ୍ର ଉପରେ ରହି ନପାରି ସହଜରେ ତଳକୁ ଖସିଯାଏ। ଏମାନଙ୍କର ଚୋପା ମୋଟା। ଗଛର କାଣ୍ଡ ଗୁଡିକ ମୋଟା ଚୋପା ଦ୍ୱାରା ଆବୃତ ହୋଇଥାଏ, ଯାହା ଭିତରର କୋଷ ଗୁଡିକୁ ବରଫ ପରି ଥଣ୍ଡାରୁ ରକ୍ଷା କରେ। ଆଉ କିଛି ଉଦାହରଣ ଦେଖିବା ଏଇ ଗଛର। ଶୀତଳ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଆଉ କିଛି ଗଛର ଉଦାହରଣ ଦେଖିବା। ଉଇଲୋ ଓ ପପୁଲାର। ଲାଦାଖ ଭଳି ଅଞ୍ଚଳରେ ନଦୀ କୂଳେ କୂଳେ ଏହି ଗଛ ଗୁଡିକ ଦେଖାଯାଏ। ଏହି କାଠରୁ ଭଲ କ୍ରିକେଟ ବ୍ୟାଟ୍ ତିଆରି ହୁଏ। ଦେଖ, ଏଇଟା କୋଉ ଗଛ କହିଲ? ଜାଣିଛ? ପପୁଲାର ଗଛ। ଆଉ ଏଇଟା ଉଇଲୋ ଗଛ। ହଁ, ବହୁତ ବଢିଆ। ଏବେ ଆମେ ଉଷ୍ମ ଓ ଶୀତଳ ମରୁଭୂମିର ଉଦ୍ଭିଦ ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟକୁ ଦେଖିବା। ବୈଶିଷ୍ଟ୍ୟ ଆଧାରରେ ଉଷ୍ମ ମରୁଭୂମି ଓ ଶୀତଳ ମରୁଭୂମିର ଉଦ୍ଭିଦ ମଧ୍ୟରେ ଥିବା ପାର୍ଥକ୍ୟ ଗୁଡିକୁ ଲକ୍ଷ୍ୟ କରିବା। ଏବେ ଆମେ ପ୍ରଥମେ ଦେଖିବା ଆକାର। ଆକାର ଅନୁସାରେ ଦେଖିଲେ ଉଷ୍ମ ମରୁଭୂମିର ଗଛ ଗୁଡିକ ଛୋଟ ଏବଂ ମୋଟା।
ଶୀତଳ ମରୁଭୂମିର ଗଛ ଗୁଡ଼ିକ ଓଲଟା ଶଙ୍କୁ ପରି ଲମ୍ବା। ଆମେ ଯଦି ପତ୍ରର ହିସାବରେ ଉଦ୍ଭିଦ ମଧ୍ୟରେ ପାର୍ଥକ୍ୟ ଦେଖିବା, ତାହେଲେ ଉଷ୍ମ ମରୁଭୂମିରେ ଥିବା ଉଦ୍ଭିଦର ପତ୍ର ଗୁଡ଼ିକ କଣ୍ଟାରେ ରୂପାନ୍ତରିତ, ଶୀତଳ ମରୁଭୂମିରେ ଥିବା ଉଦ୍ଭିଦର ପତ୍ର ଗୁଡ଼ିକ ଛୁଞ୍ଚି ପରି ମୁନିଆ। କାଣ୍ଡକୁ ଦେଖିବା ଯଦି, ଉଷ୍ମ ମରୁଭୂମିରେ ଯେଉଁ ଉଦ୍ଭିଦ ଦେଖାଯାଏ, ତାର କାଣ୍ଡ ସବୁଜ ଓ ମୋଟା, ଯାହା ଅଧିକ ଜଳ ସଞ୍ଚୟ କରେ। କିନ୍ତୁ ଶୀତଳ ମରୁଭୂମିରେ ଥିବା ଉଦ୍ଭିଦର କାଣ୍ଡ ଶକ୍ତ ଏବଂ ମୋଟା ବକ୍କଳ ବିଶିଷ୍ଟ। ଏପରି ହେବାର ଉଦ୍ଦେଶ୍ୟ ହେଉଛି ଉଷ୍ମ ମରୁଭୂମିରେ ଥିବା ଗଛଗୁଡ଼ିକ ବାଷ୍ପୀଭବନ ରୋକିବା ଓ ପାଣି ଜମାଇବା ପାଇଁ ଏପରି ହୋଇଥାଏ। କିନ୍ତୁ ଶୀତଳ ମରୁଭୂମିରେ ଉଦ୍ଭିଦ ଗୁଡ଼ିକ ଏପରି ହେବାର କାରଣ ହେଉଛି ବରଫକୁ ସହଜରେ ତଳକୁ ଖସାଇ ଦେବା। ଏବେ ତୁମେମାନେ ବୁଝିପାରିଲ ଉଷ୍ମ ଓ ଶୀତଳ ମରୁଭୂମିର ଉଦ୍ଭିଦ ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ? ବହୁତ ବଢିଆ। ଏବେ ଆମେମାନେ ଉଷ୍ମ ମରୁଭୂମିର ପ୍ରାଣୀ ବିଷୟରେ ଆଲୋଚନା କରିବା। ଉଷ୍ମ ମରୁଭୂମିର ପ୍ରାଣୀମାନେ ଦିନର ପ୍ରବଳ ଖରା ଏବଂ ଜଳର ଘୋର ଅଭାବକୁ ସହିବା ପାଇଁ ନିଜ ଶରୀରକୁ ପ୍ରସ୍ତୁତ କରିଥାନ୍ତି। এই ଚିତ୍ରରେ ଦେଖିପାରୁଛ, ଇଏ ହେଉଛି ଉଷ୍ମ ମରୁଭୂମିରେ ଥିବା ଗୋଟେ ପ୍ରାଣୀ ଯାହାର ନାଁ ହେଉଛି ଓଟ। ଏମାନଙ୍କର ମୁଖ୍ୟ ବୈଶିଷ୍ଟ୍ୟ ଗୁଡ଼ିକୁ ଦେଖିବା। କମ୍ ଜଳ ଆବଶ୍ୟକତା। ଏହି ପ୍ରାଣୀମାନେ ବହୁତ କମ୍ ପରିସ୍ରା ତ୍ୟାଗ କରନ୍ତି ଏବଂ ଏମାନଙ୍କ ଝାଳ ବହୁତ କମ୍ ବାହାରେ, ଯାହାଦ୍ୱାରା ଶରୀରରୁ ଜଳ ନଷ୍ଟ ହୁଏ ନାହିଁ। ବାଲିରେ ଚାଲିବା ପାଇଁ ପାଦ। ଓଟ ପରି ପ୍ରାଣୀଙ୍କ ପାଦ ଗଦି ପରି ଚଉଡ଼ା, ଯାହା ବାଲି ଭିତରକୁ ପଶିଯାଏ ନାହିଁ। ରଙ୍ଗ। ଅଧିକାଂଶ ପ୍ରାଣୀଙ୍କ ରଙ୍ଗ ମାଟିଆ ବା ବାଲି ପରି, ଯାହା ସେମାନଙ୍କୁ ଶତ୍ରୁ କବଳରୁ ଲୁଚି ରହିବାରେ ସାହାଯ୍ୟ କରେ। ଉଷ୍ମ ମରୁ ଅଞ୍ଚଳରେ ଥିବା ପ୍ରାଣୀମାନଙ୍କର କିଛି ଉଦାହରଣ ଆମେ ଦେଖିବା। ତୁମେମାନେ କହିପାରିବ ଉଷ୍ମ ମରୁ ଅଞ୍ଚଳରେ ଆଉ କେଉଁ କେଉଁ ପ୍ରାଣୀ ଦେଖାଯାଆନ୍ତି? ହଁ, ଓଟ। ଏଟା ତ ଆମେ ଜାଣିଛେ। ଓଟକୁ ମରୁଭୂମିର ଜାହାଜ କୁହାଯାଏ, କାରଣ ଏହା ନିଜ କୁଜରେ ଚର୍ବି ସଞ୍ଚୟ କରି ରଖେ, ଯାହା ଜଳ ଓ ଖାଦ୍ୟ ଅଭାବ ସମୟରେ ଶକ୍ତି ଯୋଗାଏ। ଦେଖ, ଓଟର କୁଜକୁ ଦେଖିପାରୁଛ ତୁମେମାନେ? ହଁ, ଇଏ ସେଇ ତା କୁଜରେ ଚର୍ବି ସଞ୍ଚୟ କରି ରଖେ। ମରୁ ଗୋଧି। ଏମାନଙ୍କ ଚର୍ମ ବହୁତ ଶକ୍ତ, ଯାହା ଶରୀରରୁ ଜଳ ବାଷ୍ପୀଭବନ ହେବାକୁ ଦିଏ ନାହିଁ। এই ଚିତ୍ରଟି ଦେଖିପାରୁଛ? ଏହା ହେଉଛି ସେଇ ମରୁ ଗୋଧି। ଏବେ ଆମେ ଶୀତଳ ମରୁଭୂମିର ପ୍ରାଣୀ ବିଷୟରେ ଆଲୋଚନା କରିବା। ଶୀତଳ ମରୁଭୂମିର ପ୍ରାଣୀମାନଙ୍କର ଶୀତ ସହିବା କ୍ଷମତା। ଶୀତଳ ମରୁଭୂମି ଯଥା ଲଦାଖ ବା ତିବ୍ବତ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଏବଂ ବରଫପାତ ହୁଏ। ଏଠାକାର ପ୍ରାଣୀମାନେ ନିଜ ଶରୀରକୁ ସେହି ଅନୁସାରେ ଗଢ଼ିଛନ୍ତି। ଦେଖ, ଇଏ ହେଉଛି ଗୋଟେ ଶୀତଳ ମରୁଭୂମିର ପ୍ରାଣୀ। ୟାର ନାଁ କହିଲ କଣ? ଓଟ। ହଁ। ଏମାନଙ୍କର ମୁଖ୍ୟ ବୈଶିଷ୍ଟ୍ୟ କହିପାରିବ? ଏବେ ଆମେ ଏମାନଙ୍କର ମୁଖ୍ୟ ବୈଶିଷ୍ଟ୍ୟକୁ ଆଲୋଚନା କରିବା। ମୋଟା ଓ ଲମ୍ବା ଲୋମ। ଏମାନଙ୍କର ଶରୀରକୁ ପ୍ରବଳ ଶୀତରୁ ରକ୍ଷା କରିବା ପାଇଁ ଏହି ପ୍ରାଣୀମାନଙ୍କ ଦେହରେ ବହୁତ ଲମ୍ବା ଏବଂ ମୋଟା ଲୋମ ରହିଥାଏ। ଏହା ଏକ ପ୍ରାକୃତିକ କମ୍ବଳ ପରି କାମ କରେ। ଚର୍ବି ସ୍ତର। ଏମାନଙ୍କ ଚର୍ମ ତଳେ ଏକ ମୋଟା ଚର୍ବି ସ୍ତର ଥାଏ, ଯାହା ଶରୀରର ତାପମାତ୍ରାକୁ ସ୍ଥିର ରଖିବାରେ ସାହାଯ୍ୟ କରେ। ଶକ୍ତ ଖୁରା। ବରଫ ଏବଂ ପାହାଡ଼ ଉପରେ ଚାଲିବା ପାଇଁ ଏମାନଙ୍କର ପାଦ ବା ଖୁରା ବହୁତ ଶକ୍ତ ହୋଇଥାଏ। ଶକ୍ତ ଖୁରା। ବରଫ ଏବଂ ପଥୁରିଆ ପାହାଡ଼ ଉପରେ ଚାଲିବା ପାଇଁ ଏମାନଙ୍କର ପାଦ ବା ଖୁରା ବହୁତ ଶକ୍ତିଶାଳୀ ହୋଇଥାଏ।
ଆଉ କିଛି ଉଦାହରଣ ଦେଖିବା। ତୁମେମାନେ କହିଲ ଶୀତଳ ଆଉ କିଛି ଉଦାହରଣ ଦେଖିବା। ତୁମେମାନେ କହିଲ ଶୀତଳ ମରୁଭୂମି ଅଞ୍ଚଳରେ ଦେଖାଯାଉଥିବା ଆଉ କିଛି ପ୍ରାଣୀମାନଙ୍କର ନାମ କହିପାରିବ? ଏବେ କୁହ। ହଁ, ୟାକ୍। ଦେଖିଛ ଏହାକୁ? ଦେଖିଛ? ଦେଖ, ଇଏ ହଉଛି ଗୋଟେ ୟାକ୍‌ର ଚିତ୍ର। ଏହାକୁ ଶୀତଳ ଅଞ୍ଚଳର ବନ୍ଧୁ କୁହାଯାଏ। ଏହାର ଲମ୍ବା ଲୋମ ଶରୀରକୁ ଗରମ ରଖେ ଏବଂ ଏହାର କ୍ଷୀର, ମାଂସ ଓ ପଶମ ପାଇଁ ଏହା ଲଦାଖବାସୀଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଉ ଗୋଟେ ହେଉଛି ତୁଷାର ଚିତ୍ତା। ଦେଖ, ଇଏ ହେଉଛି ଏକ ତୁଷାର ଚିତ୍ତା। ଏହା ବହୁତ ଉଚ୍ଚ ପାହାଡରେ ବାସ କରେ। ଏହାର ପାଦ ଚଉଡା ଓ ଲୋମଶ, ଯାହା ଦ୍ୱାରା ଏହା ବରଫ ଉପରେ ସହଜରେ ଚାଲିପାରେ। ଏବେ ଆମେମାନେ ଉଷ୍ମ ଓ ଶୀତଳ ମରୁଭୂମିର ପ୍ରାଣୀ ମଧ୍ୟରେ ଥିବା ମୁଖ୍ୟ ପାର୍ଥକ୍ୟ ଗୁଡ଼ିକୁ ଜାଣିବା। ବୈଶିଷ୍ଟ୍ୟ ଆଧାରରେ ଉଷ୍ମ ମରୁଭୂମିର ଓଟ ଓ ଶୀତଳ ମରୁଭୂମିର ଓଟ ମଧ୍ୟରେ ପାର୍ଥକ୍ୟକୁ ଲକ୍ଷ୍ୟ କରିବା। କୁଜ। ଆଚ୍ଛା, ତୁମେମାନେ ଜାଣିଛ ଉଷ୍ମ ମରୁଭୂମିର ଓଟରେ କୁଜ ଅଛି, ଶୀତଳ ମରୁଭୂମିର ଓଟରେ ମଧ୍ୟ କୁଜ ଅଛି। ତାହେଲେ ପାର୍ଥକ୍ୟ କଣ? ହଁ, ଏମାନଙ୍କର ମାତ୍ର ଗୋଟିଏ କୁଜ ଥାଏ, ଏମାନଙ୍କର ଦୁଇଟି କୁଜ ଥାଏ। ଭେରି ଗୁଡ୍। ଲୋମ। ଯଦି ଆମେ ଲୋମକୁ ଲକ୍ଷ୍ୟ କରିବା, ତାହେଲେ ଉଷ୍ମ ମରୁଭୂମିର ଓଟମାନଙ୍କର ଚର୍ମ ପତଳା ଏବଂ ଲୋମ ବହୁତ କମ୍ ଥାଏ। ଆଚ୍ଛା, ଶୀତଳ ମରୁଭୂମିର ଓଟମାନଙ୍କର ଲୋମ କିପରି ହୋଇଥାଏ କହିଲ? ଶରୀରରେ ମୋଟା ଏବଂ ଲମ୍ବା ଲୋମ ଥାଏ। ବାଃ, ବହୁତ ବଢିଆ। ତାପମାତ୍ରା ସହିବା। ତାପମାତ୍ରା ସହିବାକୁ ଯଦି ଆମେ ଦେଖିବା, ତାହେଲେ ଉଷ୍ମ ମରୁଭୂମିର ଓଟମାନେ ପ୍ରବଳ ଗରମ ସହିବା ପାଇଁ ଉପଯୁକ୍ତ। ସେହିପରି ଶୀତଳ ମରୁଭୂମିର ଓଟମାନେ ଅତ୍ୟଧିକ ଶୀତ ସହିବା ପାଇଁ ଉପଯୁକ୍ତ। ତାହେଲେ ତୁମେମାନେ ବୁଝିପାରିଲ? ଏବେ ଆମମାନେ ଦେଖିବା ଏମାନଙ୍କର ଆକାର। ଯଦି ଆକାର ଦେଖିବା, ଉଷ୍ମ ମରୁଭୂମିର ଓଟର ଆକାର ଉଚ୍ଚ ବା ଏମାନେ ଉଚ୍ଚା ଏବଂ ଗୋଡ଼ ଲମ୍ବା ଥାଏ ଏମାନଙ୍କର। ଆଉ ଶୀତଳ ମରୁଭୂମିର ଓଟ ଉଷ୍ମ ମରୁଭୂମିର ଓଟ ତୁଳନାରେ ଟିକେ ଖର୍ବକାୟ। ଠିକ ଅଛି। ତାହେଲେ ଆମେ ଆଲୋଚନାରୁ କଣ ଜାଣିଲେ? ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ପ୍ରାଣୀ ଏବଂ ତାହେଲେ ଆମେ ଆଲୋଚନାରୁ କଣ ଜାଣିଲେ? ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ରହୁଥିବା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ବିଶେଷ ବୈଶିଷ୍ଟ୍ୟ ଥାଏ, ଯାହା ସେମାନଙ୍କୁ ସେଠାରେ ବଞ୍ଚିବା ପାଇଁ ସହାୟକ ହୁଏ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ବଞ୍ଚିବାରେ ସକ୍ଷମ କରୁଥିବା ବିଶେଷ ବୈଶିଷ୍ଟ୍ୟକୁ ଉପଯୋଜନ କୁହାଯାଏ। ଏବେ ଆମେ ପରିସ୍ଥାନ ବିଷୟରେ ଆଲୋଚନା କରିବା। ପରିସ୍ଥାନ କାହାକୁ କୁହାଯାଏ ପିଲାମାନେ କହିଲ? କହିପାରିବ? ହଁ, ଯେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଉଦ୍ଭିଦ ଓ ପ୍ରାଣୀମାନେ ବାସ କରନ୍ତି, ତାହାକୁ ସେମାନଙ୍କର ପରିସ୍ଥାନ କୁହାଯାଏ। ଏହା ଜୀବମାନଙ୍କର ଏକ ପ୍ରାକୃତିକ ବାସସ୍ଥଳୀ। ଗୋଟେ ଉଦାହରଣ ଦେଲ ପରିସ୍ଥାନର, କହିପାରିବ? ଦେଖ, ଏଇଟା କାହାର ଚିତ୍ର? ଗୋଟେ ଜଙ୍ଗଲର ଚିତ୍ର। ଏ ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଅଛନ୍ତି, ଉଦ୍ଭିଦ ମଧ୍ୟ ଅଛନ୍ତି। ତ ଜଙ୍ଗଲ ହେଉଛି ଏକ ପରିସ୍ଥାନ। ଆଚ୍ଛା, ପରିସ୍ଥାନ କାହିଁକି ଜରୁରୀ କହିଲ? ହଁ, ପରିସ୍ଥାନ ଜୀବମାନଙ୍କୁ ନିମ୍ନଲିଖିତ ସୁବିଧା ଯୋଗାଇଥାଏ। କଣ କଣ? ସୁଷମ ଖାଦ୍ୟ ଯୋଗାଇଥାଏ, ପାନୀୟ ଜଳ ଯୋଗାଇଥାଏ, ଆଉ କଣ ଯୋଗାଇଥାଏ? ହଁ, ଶ୍ୱାସକ୍ରିୟା ପାଇଁ ବାୟୁ ମଧ୍ୟ ଯୋଗାଇଥାଏ। ଆଉ କଣ କହିପାରିବ? କହିଲ ଦେଖି। ହଁ, ସୁରକ୍ଷିତ ଆଶ୍ରୟ ଯୋଗାଇଥାଏ। ପରିସ୍ଥାନରେ ଜୀବମାନେ
ସୁରକ୍ଷିତ ଭାବରେ ରହିଥାନ୍ତି। ଏବେ ଆମେ ଆଚ୍ଛା ଏବେ ଆମେ ପରିସ୍ଥାନର କେତେଗୁଡିଏ ଉଦାହରଣ ଦେଖିବା। ତମେ ଜାଣିଛ କି ପରିସ୍ଥାନର ଗୋଟେ ଉଦାହରଣ ଦେଲ? ହଁ, ସମୁଦ୍ର। ସମୁଦ୍ର ହଉଛି ଗୋଟେ ପରିସ୍ଥାନ। ସାମୁଦ୍ରିକ କଇଁଛଙ୍କ ପରିସ୍ଥାନ ହେଉଛି ସମୁଦ୍ର ବା ମହାସମୁଦ୍ର। ଏହି ଲବଣାକ୍ତ ଜଳରେ ସେମାନେ ନିଜ ନିଜର ସମସ୍ତ ଆବଶ୍ୟକତା ପୂରଣ କରନ୍ତି। ଦେଖ, ଚିତ୍ରରେ ଦେଖୁଛ ସମୁଦ୍ର ଭିତରେ ଗୋଟେ କଇଁଛ। ସେମିତି ଅନେକ କଇଁଛ ସମୁଦ୍ରରେ ବାସ କରନ୍ତି। ତା ଛଡା ବିଭିନ୍ନ ପ୍ରକାର ଜୀବ ମଧ୍ୟ ସମୁଦ୍ରରେ ବାସ କରନ୍ତି। ଯେଉଁ ସବୁ ଜୀବ ସମୁଦ୍ରରେ ବାସ କରନ୍ତି ସେମାନଙ୍କର ପରିସ୍ଥାନ ହେଉଛି ସମୁଦ୍ର। ମରୁଭୂମି, ତୁମେମାନେ ଜାଣିଛ ମରୁଭୂମିରେ ବିଭିନ୍ନ ପ୍ରକାର ଜୀବ ବାସ କରନ୍ତି। ସେଥିମଧ୍ୟରୁ ଓଟ ହେଉଛି ଗୋଟିଏ। ଓଟର ପରିସ୍ଥାନ ହେଉଛି ଗରମ କିମ୍ବା ଶୀତଳ ମରୁଭୂମି। ଏମାନଙ୍କ ଶରୀର ଏପରି ଗଠିତ ଯେ ସେମାନେ ଅତି କମ ଜଳରେ ଏହି ରୁକ୍ଷ ପରିବେଶରେ ବଞ୍ଚିପାରନ୍ତି। ଦେଖ, ଯେମିତି ମରୁଭୂମିରେ ଏଇ ଓଟ ଦୁଇଟି ଅଛନ୍ତି। ଆଉ ଗୋଟେ ସମୁଦ୍ର କୂଳ। ନଡ଼ିଆ ଗଛର ପରିସ୍ଥାନ ହେଉଛି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ। ଏଠାରେ ଥିବା ବାଲିଆ ମାଟି ଓ ଜଳବାୟୁ ଏହି ଗଛ ପାଇଁ ଅନୁକୂଳ। ଗୋଟିଏ ପରିସ୍ଥାନରେ ଅନେକ ପ୍ରକାର ଜୀବ ରହିପାରନ୍ତି। ଉଦାହରଣ ହେଲା ଜଙ୍ଗଲରେ ବାଘ, ହରିଣ, ପକ୍ଷୀ ଏବଂ ବିଭିନ୍ନ ଗଛ ଏକାଠି ବାସ କରନ୍ତି। ଦେଖ, ଇଏ ହେଉଛି ଗୋଟେ ଜଙ୍ଗଲ ପରିସ୍ଥାନ। ଏଠାରେ ବାଘ, ହରିଣ, ବିଭିନ୍ନ ପ୍ରକାର ପକ୍ଷୀ ଏକାଠି ଅଛନ୍ତି। ପରିସ୍ଥାନ ଓ ଜୈବ ବିବିଧତା କଣ କହିପାରିବ କି? ଏକ ନିର୍ଦ୍ଦିଷ୍ଟ ପରିସ୍ଥାନ ଉକ୍ତ ଅଞ୍ଚଳର ଜୈବ ବିବିଧତା ଗଠନରେ ସହାୟକ ହୋଇଥାଏ। ବିଭିନ୍ନ ପ୍ରକାର ପରିସ୍ଥାନ ଥିବାରୁ ପୃଥିବୀରେ ଏତେ ପ୍ରକାର ଜୀବଜନ୍ତୁ ଦେଖିବାକୁ ମିଳନ୍ତି। ଦେଖ, ଚିତ୍ରରେ ତୁମେ କେତେଟା ପରିସ୍ଥାନ ଦେଖୁଛ? ଭିନ୍ନ ଭିନ୍ନ ପ୍ରକାର ପରିସ୍ଥାନ ଦେଖୁଛ, ନାଇଁ କି? ଗୋଟେ ହେଉଛି ମରୁଭୂମି, ଗୋଟେ ହେଉଛି ଜଙ୍ଗଲ, ଆଉ ଗୋଟେ ହେଉଛି ସମୁଦ୍ର, ଆଉ ଗୋଟେ ହେଉଛି ଶୀତଳ ଅଞ୍ଚଳ। ତାହେଲେ ଏଇ ସବୁ ଗୋଟେ ଗୋଟେ ପରିସ୍ଥାନ ମିଶିକି ଆମର ଜୈବ ବିବିଧତା ହୋଇଛି। ତେଣୁ ପରିସ୍ଥାନର ସୁରକ୍ଷା ନିହାତି କରିବା ଆବଶ୍ୟକ। ଯଦି ପରିସ୍ଥାନ ନଷ୍ଟ ହୁଏ ତେବେ ଜୀବମାନେ ନିରାଶ୍ରୟ ହୋଇଯିବେ। ଜଙ୍ଗଲ କାଟିବା ବନ୍ଦ କରିବା ଏବଂ ପ୍ରଦୂଷଣ ରୋକିବା ଆମର କର୍ତ୍ତବ୍ୟ। ଏବେ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ। କାରଣ ଦର୍ଶାଅ। ଓଟକୁ ମରୁଭୂମିର ଜାହାଜ କୁହାଯାଏ କାହିଁକି? କହିଲ ପିଲାମାନେ, ଓଟକୁ ମରୁଭୂମିର ଜାହାଜ କାହିଁକି କୁହାଯାଏ? କିଏ କହିପାରିବ? ହଁ, କୁହ। ବହୁତ ବଢିଆ। ଓଟ ପରି ପ୍ରାଣୀଙ୍କ ପାଦ ଗଦି ପରି ଚଉଡା, ଯାହା ବାଲି ଭିତରକୁ ପଶିଯାଏ ନାହିଁ। ଏମାନେ ସହଜରେ ବାଲିରେ ଯିବା ଆସିବା କରିପାରନ୍ତି। ଆରେ ବାଃ, ତମେ ତ ବଢିଆ ଉତ୍ତର କହିଲ। ସୁନା ପିଲା। ଏବେ ଆଉ ଗୋଟିଏ ପ୍ରଶ୍ନ ଦେଖିବା। ମରୁଭୂମିରେ ଦେଖାଯାଉଥିବା ଉଦ୍ଭିଦ କଣ୍ଟାଯୁକ୍ତ ହୋଇଥାଏ କାହିଁକି? କିଏ କହିପାରିବ? କହିଲ ଦେଖି। ହଁ, ଟିକେ ଚିନ୍ତା କରି କୁହ। ଏହା ଦ୍ୱାରା ଗଛ ଶରୀରରୁ ବାଷ୍ପୀଭବନ ପ୍ରକ୍ରିୟାରେ ଜଳ କମ ନଷ୍ଟ ହୁଏ। ବହୁତ ବଢିଆ, ସୁନା ପିଲା। ଏବେ ତୁମମାନଙ୍କ ପାଇଁ କିଛି ଗୃହ କାର୍ଯ୍ୟ। ତୁମେମାନେ ତୁମ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବ। ଆଜି ପାଇଁ ଏତିକି। ବାକି ପାଠ ଯାହା ଅଛି ଆମେ ଆଗାମୀ ଅଧ୍ୟାୟରେ ପଢିବା। ତ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।